ପୂର୍ବାନୁମାନ ଆମେ ଜାରି କରିଛୁ। ସେ ପୂର୍ବାନୁମାନ ଅନୁସାରେ ଆସନ୍ତା 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ଅଗ୍ରସର ହେବାକୁ ଯାଉଛି ଓଡ଼ିଶାରେ। ତେଣୁ ବର୍ଷା ପରିମାଣ ଧୀରେ ଧୀରେ ବଢ଼ିବ ଏବଂ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହିତ 1-2ଟି ଜାଗାରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ଚାଷୀ ଭାଇମାନଙ୍କ କଥା କହିଲେ ସାଧାରଣତଃ ମୌସୁମୀ ବାୟୁ ଓଡ଼ିଶାରେ 12 ତାରିଖ ପାଖାପାଖି ପ୍ରବେଶ କରିଥାଏ ଏବଂ ଯଦି ଆମର ଷ୍ଟାଣ୍ଡାର୍ଡ଼ ଡିଭିଏସନ୍ ଦେଖିବେ ୟା ପ୍ରାୟ 7 ଦିନ। ତେଣୁ ଏ ବର୍ଷ ମୌସୁମୀ ବାୟୁ ତେଣୁ ଯେଉଁ ସାଧାରଣ ସମୟରେ ଆସିଥାଏ ସେହି ସାଧାରଣ ସମୟ ପାଖାପାଖି ମୌସୁମୀ ବାୟୁ ଆସୁଛି ଏବଂ ଯେଉଁ ପୂର୍ବାନୁମାନ କରାଯାଇଛି ଏ ବର୍ଷର ବର୍ଷା ବିଷୟରେ ଓଡ଼ିଶା ପାଇଁ ଯଦି ଆପଣ ଦେଖିବେ ତେବେ ଏଥିରେ ସାଧାରଣତଃ ଯେତିକି ବୃଷ୍ଟି ହୋଇଥାଏ ମୌସୁମୀ ବାୟୁ ସମୟରେ ସେତିକି କିମ୍ବା ତାଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହା ନିଶ୍ଚିତ ଆମର ଚାଷ ପାଇଁ ଅନୁକୂଳ ରହିବ।